କରିସାରିଲା ପରେ ବାପା ବୋଉ ଗୁରୁଜନଙ୍କୁ ସମସ୍ତେ ପ୍ରଣାମ କରିବା, ବଡ଼ ଭାଇ ପ୍ରତ୍ୟେକ ଗୁରୁଜନ ରବଦନ ସମସ୍ତଙ୍କୁ ପ୍ରଣାମ କରିବା। ଏଇଟା ହେଉଛି ପରିବାର ଧର୍ମ। ଆମେ এই ସ୍ୱଧର୍ମକୁ ପରିତ୍ୟାଗ କରିଦେଇଛେ। ଆମେ କେବଳ ଏଇ ପର ଧର୍ମ ଉପରେ ମୁଣ୍ଡିଆ ମାରିବା, ଧୂପ ଦେବା, ନାମ ପଢ଼ିବା, କୀର୍ତ୍ତନ କରିବା, ଏଗୁଡ଼ା କରି ପରିବାର ପବିତ୍ରତା, ସମାଜର ପବିତ୍ରତା ପୂର୍ଣ୍ଣ ହୋଇଯାଇଛି। ଲେଖିଲେ ସ୍ୱଧର୍ମ ମୃତ୍ୟୁ ଶେଷ କର, ପର ଧର୍ମ ପାଇବ। ଆମର ତ ଘର ଭିତରେ ଆମର ଧର୍ମ ନାହିଁ, ଆମେ କି ଧର୍ମ କ'ଣ ନେବା? ଆମର ତ ବାପାଙ୍କ ପ୍ରତି ସମ୍ମାନ ନାହିଁ, ଭାଇ ପ୍ରତି ସମ୍ମାନ ନାହିଁ, ମା ପ୍ରତି ସମ୍ମାନ ନାହିଁ। ପରିବାର ପବିତ୍ରତା, ତ୍ୟାଗ, ଦରିଦ୍ର ଦୁଃଖୀ ପାଇଁ ଟିକେ ମଧ୍ୟ ବି ନିର୍ମଳ ସେବା କି ପ୍ରେମ ନାହିଁ, କିଛି ନାହିଁ। ଆମେ କେବଳ ବାହ୍ୟ ଜଗତ ଭିତରେ ଲୋକ ହାଉରି ଭିତରେ ବିଭିନ୍ନ ପ୍ରକାର ଧର୍ମବାନା, ଧର୍ମ ପତାକା, ଧର୍ମଚନ୍ଦନ ବିଭିନ୍ନ ପ୍ରକାର ମାରି ଆମେ ପଡ଼ୁଛେ। ଏହା ଦ୍ୱାରା ଧର୍ମର ବିନାଶ ବ୍ୟତୀତ ଧର୍ମ କିଛି ବିକାଶ, ମାନବର ବିନାଶ ବ୍ୟତୀତ ମାନବ ବିକାଶଟି ଆସିପାରି ନାହିଁ। ତେଣୁ ଏ ସନ୍ଧ୍ୟା ହେଉଛି ଗୋଟେ ମୂଲ୍ୟବାନ ସମୟ। ସାଧୁସନ୍ଥ ମହାତ୍ମା ସନ୍ଧ୍ୟାରେ ଭଗବାନଙ୍କୁ ଆରାଧନା ଉପାସନା କରନ୍ତି। ଆମ ପାଇଁ ସେ କହିଯାଇଛନ୍ତି ଆମେ ସେଇ ସନ୍ଧ୍ୟାରେ ଭଗବାନଙ୍କୁ ଉପାସନା ଆରାଧନା କଲେ ଆମ ପରିବାର ପବିତ୍ରତା, ଆମମାନଙ୍କ ମନ ନିର୍ମଳତାର ବିକାଶ ଆସିବ। ଆମେ ଗୋଟିଏ ଆନନ୍ଦ ହସ ଜୀବନଯାପନ କରିପାରିବା। ଆମର ଆନନ୍ଦ ପରିବାର ଫଳ ସମାଜ ଗୁରୁଜନ ଅନୁକୂଳ ସୃଷ୍ଟି করে ତାର ପରିପୂର୍ଣ୍ଣ ନାହିଁ। ପାଇପାରି ଗୋଟେ ସୁନ୍ଦର କୋଳ, ଯେଉଁ କୋଳ ହେଉଛି ଭକ୍ତି କୋଳ। ଆଜି ଭକ୍ତି କୋଳଟି ଆଜି ଭଗବାନଙ୍କର ପୁଣ୍ୟ ଏବଂ ପବିତ୍ର ପରିଣତ କରାଯାଇଛି। ସେହି କୋଳଟି ଆଜି ଭଗବାନଙ୍କର ଭଜନ, କୀର୍ତ୍ତନ, ସ୍ମରଣ, ଅର୍ଚନ ଭିତରେ ସୂଚିତ କରାଯାଇଛି। ସେହି କୋଳରେ ଯେ ଆମର ଜୀବନର ଉଦ୍ଧାର ପଥ ପ୍ରଦର୍ଶକ ଏବଂ ଜୀବନର ସମସ୍ତ ସଂକଟ ତ୍ରାଣକର୍ତ୍ତା ଭକ୍ତରାଜ ହନୁମାନଜୀ ବିଦ୍ୟମାନ ଅଛନ୍ତି, ଯେ ହେଉଛନ୍ତି ସମସ୍ତ ଭକ୍ତ ମଧ୍ୟରେ ଶ୍ରେଷ୍ଠ। ତେଣୁ ତାଙ୍କ ନାଁ ହେଲା ଭକ୍ତରାଜ ହନୁମାନଜୀ। ବୀରମାନଙ୍କ ମଧ୍ୟରେ ଶ୍ରେଷ୍ଠ, ମହାବୀର ଜ୍ଞାନୀମାନଙ୍କ ମଧ୍ୟରେ ଶ୍ରେଷ୍ଠ, ଜ୍ଞାନ ଗୁଣର ସାଗର ସିଦ୍ଧିମାନଙ୍କ ମଧ୍ୟରେ ଶ୍ରେଷ୍ଠ, ଅଷ୍ଟ ସିଦ୍ଧି ନବନିଯୁକ୍ତ ହନୁମାନଜୀ। ଯାହାଙ୍କ ପଦାଙ୍କ ଅନୁସରଣ କରି ଭଗବାନ ରାମଙ୍କର ନାମ ଜପ କଲେ ଏ ମର ଜଗତରୁ ତରିଯିବେ। ତରିବାର ମାନେ ତ୍ୟାଗ, ମରିବାର ମାନେ ଲୋଭ। ଆମେ ସବୁ ମରିବା ପଛରେ ସମୟ ଥାଇଛେ, ତରିବା ପଛ ଆମ ପାଖରେ କିଛି ତରିବା ହେଲା ତ୍ୟାଗ। ଯେତେ ଆମେ ଆମ ଜୀବନର ଆନନ୍ଦ ହସ ଖୁସି ସମାଜ ପଡ଼ୋଶ ଦରିଦ୍ର ଗୁରୁଜନକୁ ବଣ୍ଟନ କରିବା, ଆମେ ସେତେ ତରିବା ପଥର ପଥିକ ହୋଇପାରିବା। ଯେତେ ଧନ ସମ୍ପଦ, ଭଲ ଖାଇବା ପିଇବା, ପିନ୍ଧିବା, କୋଠା ଗାଡ଼ି କରିକି ଯେତେ କରିବା, ମରିବା ବ୍ୟତୀତ ସେ ତରିବାର ପ୍ରସ୍ତୁତ ନାହିଁ। ତେଣୁ ଆଉ ବହୁତ ସମୟ ଚାଲିଯାଉଛି। ବର୍ତ୍ତମାନ 4ଟା ପ୍ରୋଗ୍ରାମ ରହିଛି ଆଶ୍ରମରେ। ଆଜି 100 ଖଣ୍ଡେ ଭକ୍ତ ବାହାରୁ ଆସିବେ, ଟିକେ ତାଙ୍କର ଅନ୍ୟାନ୍ୟ ସବୁ କାର୍ଯ୍ୟକ୍ରମ କରିବେ। ତେଣୁ କ'ଣ ସମୟ ଅଛି। ତେଣୁ ଯାହା ହଉ ହନୁମାନଜୀ ଆପଣ ଜାଣିଥିବେ, ଯାହାକୁ ଆମେ ଯେକୌଣସି ଦୁଃଖ ଦରିଦ୍ର ଭାବ ସଂକଟ ପରେ ଭକ୍ତିର ସ୍ମରଣ କଲେ ଅସାଧ୍ୟ ଦୁଃଖ ସଂକଟରେ ତାର ଲାଭ କରିପାରିବା। ଯେ ଆଜି ଆମମାନଙ୍କର ଦୁଃଖ ଅଭାବ ଅନ୍ଧକର ଦୂରୀକରଣ କରିବା ପାଇଁ, ସୁଖ ଶାନ୍ତି ଆନନ୍ଦର ସୁପ୍ରେମର ସୁଆନକୁ ବିକାଶ କରିବା ଉଦ୍ଦେଶ୍ୟରେ ପ୍ରତ୍ୟେକ ଜାଗାରେ ଗଦା ଧରି ଛିଡ଼ା ହେଇଛନ୍ତି ସଂକଟ ମୋଚ ହନୁମାନ।